ହ୍ୟାଲୋ। ଏଇ ଭିଡିଓକୁ ଯେ ପ୍ରଥମରୁ ଲାଷ୍ଟ ପର୍ଯ୍ୟନ୍ତ ଦେଖିବ ସେ ହିଁ ଜ୍ଞାନ ପାଇବ ବା ଅସଲି ଜିନିଷଟା ଜାଣିପାରିବ ବା ସତ ଜାଣିପାରିବ। ଆଉ ଯେ ଅଧାରୁ ଦେଖିବ କିଛି ଜାଣିପାରିବନି। ଧନ୍ୟବାଦ। ହେଲା, ଫାଷ୍ଟରୁ ଲାଷ୍ଟ ପର୍ଯ୍ୟନ୍ତ ଦେଖନ୍ତୁ, ଚ୍ୟାନେଲକୁ ସବସ୍କ୍ରାଇବ କରନ୍ତୁ, ଲାଇକ୍ କରନ୍ତୁ और ସେୟାର କରନ୍ତୁ। ପ୍ରଥମରୁ ଲାଷ୍ଟ ପର୍ଯ୍ୟନ୍ତ ଦେଖିଲେ ହିଁ ଜାଣେ, ନହେଲେ ଅଧାରୁ ଦେଖିଲେ କିଛି ସେ ଜାଣିପାରିବ ନାହିଁ। ହ୍ୟାଲୋ ଦୋସ୍ତ, ଦୁନିଆରେ ସବୁଠୁ ସଂସାରରେ ସବୁଠୁ ବଡ଼ କଥା ହେଲା କି ନା ଅମର କେମିତି ହବା। କାହିଁକିନା ଆମେ ତ କୋଉ ମୁନି ଋଷି ନୁହଁ ଯେ ମନ୍ତ୍ର ସାଧନା କରିକି ଆମେ ଅମର ହେଇଯିବା। ସେଥିପାଇଁ ଆମ ପାଇଁ ଭଗବାନ କଣ ଏକ ରାସ୍ତା କରିଛନ୍ତି ନା ରାସ୍ତା କରିଛନ୍ତି ଯେ ନା ତମେ ନାଁ କର, ନାଁ କଲେ ତମର ଅମର ହବ ବର୍ତ୍ତମାନ। ନା ହାତ ଗଣତି କେତେଟା କ୍ଷେତ୍ର, 5ରୁ 6ଟା କ୍ଷେତ୍ର ହିଁ ଭଗବାନ ଆମକୁ ବାଛିଛନ୍ତି, ସେଥିରେ ହିଁ କ୍ୟାରିୟର କର, ଯାଇକି ତମର ନାଁ ହବ, ସକ୍ସେସ ହବ, ସଫଳ ହବ। ନା ପ୍ରଥମ ହେଲା କଣ ନା ଏଣ୍ଟରପ୍ରେନର ବା ବିଜନେସ ମ୍ୟାନ, ତାପରେ ସ୍ପୋର୍ଟସ ପର୍ସନ, ତାପରେ ଫିଲ୍ମ ଷ୍ଟାର, ଯୋଉ ଆକ୍ଟିଂ ଲାଇନ, ସିଙ୍ଗିଙ୍ଗ ହଉ, କଳା ହଉ, ତାପରେ ୟୋଗା ମେଡିଟେସନ, ତାପରେ ରାଇଟର। यही इस यही କ୍ଷେତ୍ରରେ ହିଁ ଯିଏ କ୍ୟାରିୟର କରିବ ସିଏ ହିଁ ସକ୍ସେସ୍, ତା ଯୋଉ ଜିନ୍ଦେଗି ସାର୍ଥକ ବୋଲି ଧରାଯାଏ। କୋଉଠି ମତେ କହିବ, ଇତିହାସ ହଉ କି ଆଜି ହଉ, କୌଣସି ବ୍ୟକ୍ତି କୋଉ ଚାକିରି କରିକି କୋଉ ନାଁ କରିଛି? କିଛି ବି ନାହିଁ। ଚାକିରି କରିକି କାହାର କୋଉ ନାଁ ହେଇଛି ମତେ କୁହ। ଆରେ କୋଉମାନେ ଫୁଲମାଳ ପକେଇକିରି ବୁଲନ୍ତି ନା, ଯୋଉମାନେ ନା ଯିଏ ଦେଶର ଅର୍ଥନୀତି ବିକାଶ କଲେ, କାରଣ ଅର୍ଥନୀତି ହିଁ ବଢିଲେ ଦେଶ ସେଇଟା ସେତେ ବିକଶିତ ବୋଲି ଧରାଯାଏ, ସେତେ ହିଁ ଡେଭଲପମେଣ୍ଟ। ଆଜି ଭାରତ 74 ସ୍ଥାନରୁ ଆଜି 4ର୍ଥ ସ୍ଥାନ ଅଧିକାର କରୁଛି। କଣ ପାଇଁ ନା ଇକୋନୋମିକ ଡେଭଲପ ହେଲା, ବିଜନେସ କଲା ହିଁ, କାରୋବାର ବା ଏଣ୍ଟରପ୍ରନର ବିଲେନିୟର ଦେଶରେ ପ୍ରତିବର୍ଷ ତିଆରି ହେଲେ, ପ୍ରତିବର୍ଷ ବିଲିନିୟର ପାଇଲେ ବୋଲି ଆଜି ଦେଶ ବିଶ୍ୱର 4ର୍ଥ ଅର୍ଥନୀତି ରାଷ୍ଟ୍ରରେ ପରିଣତ ହେଇଛି। କେତେବେଳେ ଶୁଣିଛୁ ଚାକିରି କଲେ କୋଉ ନାଁ ହବ? କିଛି ନାହିଁ। କାହାର ତାରେ ଆରେ ସତ କଥା ହେଲା, ଫୁଲମାଳ ପକାନ୍ତି ସେଇମାନେ ନା ଦେଶରେ ଯେ ଟପ୍ କା ବିଜନେସମ୍ୟାନ ବା ବିଲେନିୟର, ଆଉ ନହେଲେ ଅଲମ୍ପିକରେ ଯିଏ ଗୋଲ୍ଡ ପାଇଲା ସେଇମାନେ, ଆଉ ଫିଲ୍ମ ଷ୍ଟାର ହଉ, योगा मेडिटेशन ଷ୍ଟାର ହଉ, ଆଉ ସ୍ପୋର୍ଟସ ପର୍ସନ ହଉ। ଆଉ ମିଛକୁ ଆମେ ଗୋଟେ କିଏ ଗୋଟେ କଣ ପାଇଗଲା ଯେ ଆମେ ଗୋଟେ ଫୁଲମାଳ ପକେଇକି ତାକୁ ଜିଗି ସେଇଟା ମାନେ ମୂର୍ଖାମିର ପରିଚୟ। ଦେଖ, ପ୍ରଥମ ହେଲା ମାଇଣ୍ଡ ସେଟ ହେଲା, ଆମ ନଜରରେ ସେ ସବୁଠାରୁ ହିଁ ଅଧିକ ସମ୍ମାନ ପାଇବା ହକଦାର। କାହିଁକି ନା ନା ସେ କିଏ ନା ଟପ୍ କା ବିଜନେସ ମ୍ୟାନ। ଏ ଛୋଟ ବିଜନେସ ମ୍ୟାନ ହଉ କି ବଡ ବିଜନେସ ମ୍ୟାନ, କାହିଁକି ନା ଆଜି ଦେଖ, ଆଜି ଆମ ପାଖରେ ମୋବାଇଲ ଫୋନ ଯୋଉ ଅଛି, ଆମେ ଯୋଉ ଡ୍ରେସ ପିନ୍ଧୁଛେ, ଯେତେ ଅଛି ଆମ ଚାରିପଟେ ଜିନିଷ, ଇଏ ୱାଲପେପର ହଉ, ଟିଭି, ଗାଡି, ଏରୋପ୍ଲେନ ଠାରୁ ଆରମ୍ଭ କରି, ଛୁଞ୍ଚି ଠାରୁ ଆରମ୍ଭ କରି ଏରୋପ୍ଲେନ ପର୍ଯ୍ୟନ୍ତ, ଏ ସବୁ ଜଣେ ବେପାରୀ ହିଁ ତିଆରି କରୁଛି। ବେପାରୀ ଆଜି ବା ବିଜନେସମ୍ୟାନ ଆଜି ଦୁନିଆରେ ନଥାନ୍ତା, ବିଶ୍ୱ ଚାଲିବା ଅସମ୍ଭବ। ସେଇଥିପାଇଁ ତ ଅମ୍ବାନୀ, ଆଦାନୀ, ଟାଟାଜୀ ଏମାନଙ୍କୁ ଟ୍ୟାକ୍ସ ଲାଗେନି, କାରଣ ଏମାନେ ଏମ୍ପ୍ଲୟମେଣ୍ଟ ବା ନିଯୁକ୍ତି ଦଉଛନ୍ତି ଦୁନିଆକୁ। ତମ ଭଳିଆ କଣ କହିଲ, ଚାକିରି କରୁନାହାନ୍ତି, ନିଯୁକ୍ତି ନଉନାହାନ୍ତି। ଆଉ ଗୋଟେ କଥା କୁହନ୍ତୁ, ଆଜି ଗ୍ରେଟ୍ ରତନ ଟାଟାଜୀ, ଆଜି ରତନ ଟାଟାଜୀ ଚାହିଁଥାନ୍ତେ ନା ମୁଁ ଗୋଟେ ଚାକିରି କରିବି, ସରକାରୀ ହେଉ କି ବେସରକାରୀ ହେଉ, ଆଜି ତାଙ୍କର ଏତେ ବଡ ସିଏ ଅମର ହେଇକି ରହିଥାନ୍ତେ? ନା ଏତେ ବଡ ମହାନ ବ୍ୟକ୍ତିର ଆଜି ପରିଚୟ ପାଇଥାନ୍ତେ? ନା, ସେ ଚାହିଁଲେ ନାଇଁ, ଚାକିରିଟା ଶ୍ରେଷ୍ଠ ନୁହେଁ, ଚାକିରିଟା ଜୀବନରେ ସର୍ବଶ୍ରେଷ୍ଠ ନୁହେଁ। ସର୍ବଶ୍ରେଷ୍ଠ ହେଲା, ସର୍ବଶ୍ରେଷ୍ଠ ହେଲା
ବିଜନେସମ୍ୟାନ୍ ନାଁ କରିବା। ଯଦି ବେପାର ହେଇଛି ନଥାନ୍ତା ଆମ ପାଖେ ଆଜି ଏତେ ବଡ ମୋବାଇଲ ଫୋନ ନଥାନ୍ତା, ଆମେ କାହା ସହିତ କଥାବାର୍ତ୍ତା ହେଇପାରିଥାନ୍ତା ଆଜି? ଥରେ ଭାବନ୍ତୁ। ସେଥିପାଇଁ ମତେ ଆଉ ଗୋଟେ କଥା ବର୍ତ୍ତମାନ କୁହନ୍ତୁ, କ୍ଲିୟର କରି କୁହନ୍ତୁ, କୌଣସି ଚାକିରିଆଙ୍କ ପାଖରେ ଜୀବନ ସାରା ଖଟି ଖଟି ସେ ଡକ୍ଟର ହଉ କି ଇଞ୍ଜିନିୟର ହଉ କି ଆଇଏଏସ୍ ହଉ କି ଓଏଏସ୍ ହଉ କି ଟିଚର ହଉ କି XYZ ହଉ, ତା ଲାଇଫ ସାରା ଖଟିକିରି ସେ ବର୍ତ୍ତମାନ ଲିଗାଲରେ ହ୍ୱାଇଟ୍ ମନିରେ ସେ ନା ରେଞ୍ଜ ରୋଭର କିଣିପାରିବ, ନା ଥର କିଣିପାରିବ, ନା ରୋଲ୍ସ ରଏସ୍ କିଣିପାରିବ, ନା ଲାମ୍ବରଗିନି କିଣିପାରିବ, ନା ଜାଗୁଆର କିଣିପାରିବ, ନା ବୁଗାଟି କିଣିପାରିବ, ନା BMW କିଣିପାରିବ। ଏସବୁ ତା ସ୍ୱପ୍ନରେ ହେଇପାରିବନି। ସେଥିପାଇଁ ଭଗବାନ ଗୋଟେ ଲାଇଫ ହିଁ ଦେଇଛନ୍ତି, ଏକ ଷ୍ଟାର କରା ସେଲିବ୍ରିଟି ତଳା ସେଲିବ୍ରିଟି ହେଇପାରିବ ବଞ୍ଚିବା ଦରକାର। ଆଉ ଯଦି ବା ଜବ୍ କରୁଛ ବା ଚାକିରି କରୁଛ, ଚୁପଚାପ ରହିବା ଦରକାର, ଏତେ ଦେଖେଇବା ଦରକାର ନାହିଁ। ତମେ କଣ ଷ୍ଟାର ନା ତମେ କଣ ମାନେ ଅଲମ୍ପିକରେ ଗୋଲ୍ଡ ମେଡାଲ ପାଇଲା ନା ଏସବୁକୁ ତମେ ରିପ୍ରେଜେଣ୍ଟ କରୁଛ? ହଁ, ମିଛୁ କାଇଁ ଡୁବୁଟି ହଉଛୁ? ଆରେ ଜବ୍ ଯୋଉ ଆମେ ଯୋଉ ଚାକିରି ଯୋଉ କରୁଛେ କଣ ପାଇଁ? ଅର୍ଥ ପାଇଁ। ଚାକିରିଆଙ୍କ ଲାଇଫରେ ନା ଫାଇନାନ୍ସିଆଲ ଫ୍ରିଡମ ହେଇପାରିବେ, ନା ଟାଇମ ଫ୍ରିଡମ ସେମାନେ ପାଇପାରିବେ, ନା ଫ୍ଲେକ୍ସିବଲ ୱାର୍କ କରିପାରିବେ, ନା ସବୁଠୁ ହେଲା ନା ରୟାଲିଟି ଇନକମ୍। ତମ କାମ କର ବା ନ କର ତମ ପାଖକୁ ପଇସା ଆସି ଚାଲିବ, କାହିଁକିନା ତମେ ଥରେ କାମ କରିଦେଇଛ, ତମର ଲାଇଫ ସାରା ବା ତମ ପିଢି ବାଇ ପିଢି ତମକୁ ପଇସା ମିଳିପାରେ। ଏଇଭଳିଆ ତମେ ଅଛି ଚାକିରିରେ? ଆରେ ନା ଆମ ଆଉ କହୁଛୁ ଚାକିରିଟା ବେଷ୍ଟ, ଚାକିରିଟା ହଉଛି ବେକାର। ଚାକିରିଟା ହଉଛି ଗୋଟେ ଆଭରେଜ ଜୀବନ ଶୈଳୀ। ବିଜନେସ ହିଁ ସବୁଠୁ ବଡ ବା ଏଣ୍ଟରପ୍ରେନର ବା ବିଲିୟନର ବିଜନେସ ହିଁ ସବୁଠୁ ରୟାଲିଟି ଇନକମ୍। ରୟାଲିଟି ଇନକମ୍ କଣ ନା, ଯେମିତି ଅମ୍ବାନୀ ଜି, ସିଏ ନା କାମ କରନ୍ତୁ ବା ନ କରନ୍ତୁ ତାଙ୍କ ପାଖକୁ ପଇସା ଯାଉଥିବ, କାହିଁକି ନା ସେ ଜିଓ ନେଟୱାର୍କ କରିଛନ୍ତି। କହିବାକୁ ତ ବହୁତ କଥା ଅଛି, ଭିଡିଓ ବହୁତ ଲମ୍ବା ହେଇଯିବ। ଏଇ ବ୍ୟକ୍ତି ମାନେ ଯୋଉମାନେ ଇଏ ଯୋଉ ମାଇଣ୍ଡ ସେଟ ରଖିନାହାନ୍ତି କି ବେଟା ପାଠ ପଢେ ତୁ ଚାକିରି କରେ, ଏଇଟା ହଉଛି ଏଇ କାରଣ ଯୋଗୁ ଆମ ସମାଜ ଆଜି ପଛେଇଛି। ସେଇଭଳିଆ ବ୍ୟକ୍ତିଙ୍କୁ ଏ କଥା ବହୁତ ବାଧିବ, କିନ୍ତୁ ଏଇଟା ସତ ମାନେ ସତ। ଆଜି ଦୁନିଆ ତ ଭଗବାନ ଚଳଉ ଚାଲେ, ହେଲେ ଭଗବାନଙ୍କ ପରଠାରେ ହଉଛି ଭଗବାନଙ୍କର ଜୀବନ୍ତ ରୂପ ହେଲା ଇଏ ହଉଛି ବିଜନେସମ୍ୟାନ। ଏମାନେ ଅଛନ୍ତି ବୋଲି ସରକାର ଚାଲୁଛି, ସରକାର ଅଛନ୍ତି ବୋଲି ଏଇ ଯୋଉ ଆଡମିନିଷ୍ଟ୍ରେସନ ଚାଲୁଛି। କହୁଛ କଣ ଚାକିରିଆ ଶ୍ରେଷ୍ଠ ବୋଲି, ଚାକିରିଆ କୋଉ ଶ୍ରେଷ୍ଠ ନୁହେଁ, ବିଜନେସମ୍ୟାନ ହିଁ ଶ୍ରେଷ୍ଠ। और लास्ट को होला, समझदार इंसान को एक इशारा काफी, बेवकूफ इंसान को 100 इशारा देने में काफी नहीं होता। धन्यवाद।